कुलगुरु धन्यजी रघुवंश मोर परमेश्वर कृपा आशीर्वाद सुख सूर्य विधान आज अयोध्या पात्र अमात्य सभासद एवं अयोध्यार मित्र नरपति मान गहन हे राजसभा आज परिपूर्ण तेणु हृदय काले मुई करी मनस्थ राज्य भार दे श्रीराम हस्तरे हे राज कार्य विदाय यह आनंदर कथा सर्वगुण संपूर्ण रघुड़ तिलक रामचंद्र राजा अयोध्या कटके आनंद उल्लास मधुजीवी अयोध्यार प्रजाकुल तेबे चैत्र मास अटे शुभकर मास मध्य आसंता काली अटे महाशुभ दिन उत्तरायण हेतु प्रसिद्ध कर्म पाए अटे शुभ तिथि तेबे सुशोभित सुसज्जित करा जाऊ कली अयोध्या नगरी हाट बाट सजा जाऊ तोर माଳରେ सारा राज्य दिहरे डेंगुरा कली प्रभु राजा हब श्रीराम मोहन सिंहासन अभिषिक्त कराई श्रीराम अवसर देवी मुई राज कार्य राम मोर राजा शिव अयोध्या कटके भारत चामन धारी रहिब तापसे केते सुंदर दिसिब ए राजा सिंहासन हे परमेश्वर केउ दिन आसीब ए सुवर्ण सुजोग राम सीता अभिषेक देखि दूर हेब अयोध्यार दुख भाग्य आकाशरे सुखर शशि उई उठिब आनंद उल्लासे हसी उठे प्रजावासी मोर रानीमा हेलो ए रानीमा कुआरे गलु बा हेलो ए रानीमा हेलो मोर आइज जाका खोज आसेनी कुआरे गलु हेलो ए केने कुंभरे नई मझी नई रे कलानी तोर कोन एटी गहना सज चाली कौन है जानी लो रानी मां रानी हो सुनो रानी मोहरा रानी हो सुनो रानी हो उठजी पड़जी रचना रानी सुनो रानी मोहरा रानी हो सुनो रानी मोहरा राजा हेब हाँ परा काली प्रभात राम हम अयोध्यार राजा केते खुशीर कथा ए हारटा मु पिंधिबा को जाउथिली ए तू भी कौन है रामचंद्र राजा हे बेली तमे मते खुशी रे हार दउछ रख आलो एठी भाई करा एडिटर करथिली तो संसार रे ए सुख देखिबी बोली राम राजा हेब एथिरे तू मन दुख करछ मंथरा ए रघुकुल राजवंशर बड़ पुआ हेउछि राम से अटे भद्र नम्र गुणवान मध्य
ଆମ୍ଭେ ମାନେ ତାର ପୂଜିଆ। କେତେ ଦିନ ନା ମଧୁରା, କାଲି ଯେତେବେଳେ ରାମଚନ୍ଦ୍ର ରଜା ହୋଇ ସିଂହାସନରେ ବସିବ। ନା ମଧୁରା, ଅତ୍ୟନ୍ତ ଭଦ୍ର ଅଟେ ଶ୍ରୀରାମ ମହର। ଆରେ ମାନିଲି ରାମ ଭଲ ପିଲା, ହେଲେ ମୁଁ ଯାହା ପଚାରୁଛି ମୋ କଥାର ଉତ୍ତର ଦେବୁ। ତୁମ ତିନି ରାଣୀଙ୍କ ଭିତରୁ ରାଜା ଦଶରଥଙ୍କର ପ୍ରିୟତମା ରାଣୀ କିଏ ଥିଲା? ତୁମେ ନା? ହଁ, ମୁଁ ଥିଲି ରାଜାଙ୍କର ହୃଦୟର ରାଣୀ। ଆଉ କାଲି ଯେତେବେଳେ ରାମଚନ୍ଦ୍ର ସିଂହାସନରେ ବସିବ ସେତେବେଳେ ଅଯୋଧ୍ୟାର ରାଣୀ ହେବ କିଏ? ଅଯୋଧ୍ୟାର ରାଣୀ ହେବ ସୀତା। ଆଉ ସେତେବେଳେ ତୁମ ରାଣୀ ପଦ ରହିବ ତ? ସେମିତି ରାଣୀ କୌଶଲ୍ୟା ବି ତ। ଆଲୋ ଏ ରାଣୀ ମା, ଆଲୋ ସେ ହେବ ରାଜମାତା। ରାଜମାତା? ହଁ, କାଲି ପ୍ରଭାତୁ ରାମ ହେବ ରଜା, ସୀତା ହେବ ରାଣୀ, ଆଉ କୌଶଲ୍ୟା ହେବ ରାଜମାତା। ଆଉ ପୁତ୍ର ହାତରେ ରାଜ୍ୟଭାର ଟେକି ଯାଇ ରାଜା ଦଶରଥ ଯାଇ ଆଶ୍ରମରେ ରହିଗଲେ। ଆଉ ତୋ ପୁତ୍ର ଭରତ ବା ରାମର ଗୋରାଣୀ ହେଇ ରହିବ। ତେବେ ତୁ କହ ମଧୁରା, ମୁଁ କଣ କରିବି? ଆଲୋ ଭରତଙ୍କ ଅଯୋଧ୍ୟାର ରାଜା। ଆରେ କେମିତି, କେଉଁ ଉପାୟରେ? ଆଲୋ ରାଣୀମା, ମନ ଅଛି ତୋର? ସମ୍ରାସୁର ଯୁଦ୍ଧ ବେଳେ ରାଜା ଦଶରଥଙ୍କ ସେବାରେ ଖୁସି ହୋଇ ରାଜା ଦଶରଥ ତୋତେ ଦୁଇଟି ବର ଦେବେ ବୋଲି ପ୍ରତିଜ୍ଞା କରିଥିଲେ। ସେ ବର କଥା ମୁଁ କେବଳ ଭୁଲି ଯାଇଛି ମଧୁରା। ଏତେ ଭୁଲା ମନ କାମ ଚଳିବ, ସହଜେ କି ରାଜରେ ନ ପଡ଼ିବ। ଆଖି ଚଳିଛି ଚାଳିବୁ, ଆଖିରୁ ନିବାଡ଼ି ଶୁଣଲୁ। ମଧୁର ଜାଗୁ, ସେ ତୁଇ ମରାଣିବୁ। ଶୁଣ କଣ କି ବର ମାଗିବି? ଏକ ବଳି ରାମ ମହାପୁରୁଷ, ଚଉଦ ବର୍ଷ ସିଂହରେ ଚଳିବ। ଆନନ୍ଦରେ ରାଜା ଭୋଗର, ମଙ୍ଗଳ ତାକୁ ଆନନ୍ଦରିତ। ଯା ଏସବୁ ପହଁରା ଘାଣ୍ଟି ଖୋଲି ଦେଇ ମହିଳା ବସନ ପିନ୍ଧି ଏଇଠି ମୁହଁ ମାଡ଼ି ବସ। ରାଜା ଆସିଲେ ରାଜାଙ୍କୁ ସତ୍ୟ କରାଇ ଏହି ଦୁଇଟି ବର ମାଗିବୁ। ପ୍ରଥମ ବର, କାଲି ସକାଳୁ ରାମଚନ୍ଦ୍ର ଜଟାବେକଳ ଘେନି 14 ବର୍ଷ ବନବାସ ଯିବ। ଆଉ ଦ୍ୱିତୀୟ ବର, ତୋ ପୁତ୍ର ଭରତ ହେବ ଅଯୋଧ୍ୟାର ରଜା। ଯା ଏସବୁ ଗହଣାଟି ଖୋଲି ଦେଇ ମୁହଁ ମାଡ଼ି ବସ। ରାଜା ଆସିଲେ ଏଇ ଦୁଇଟି ବର ମାଗି। ମଧୁରା, ରାଜା ଯଦି ବର ନ ଦିଅନ୍ତି? ମଲା ଆଲୋ ଦଶରଥଙ୍କ ଭଳି ଧର୍ମପରାୟଣ ରାଜା ସେ ପୁଣି ଧର୍ମଭ୍ରଷ୍ଟ ହେବେ ନା? ସେ ନିଶ୍ଚୟ ବର ଦେବେ। ରାଣୀମା, ମୁଁ ଯାହା କହୁଛି ମୋ କଥା ମାନ, ନିଶ୍ଚୟ ସେ ବର ଦେବେ। ତେବେ ଆସ ମଧୁରା, ଚାଲ ରାଣୀମା, ଆଜି ଆସିଲେ ପାଇଁ ଉପାୟ କରିବା। ଆସ।
ଗୋଟିଏ ଶୁଭ ସମ୍ବାଦ ଦେବାକୁ ଚାହେଁ। କଣ ରାଣୀ? କଣ ହେଇଛି ରାଣୀ? ଆରେ ତମ ଆଖିରେ ଲୁହ, ତୁମ ମନରେ କୋହ। ଆରେ ତମେ କଣ ଜାଣ ନା ତମର ଏ ଅବସ୍ଥା ଦେଖିଲେ ମତେ ସମସ୍ତ ସଂସାର ତୁଚ୍ଛବୋଧ ହୁଏ ବୋଲି। ଶୁଣିବ ମୋ କଥା। ଆରେ ମୋର ପ୍ରିୟତମା ରାଣୀ ତୁମେ, ମୋ ହୃଦୟର ରାଣୀ ତୁମେ। ତମେ ଏକଥା ମତେ ପଚାରି ପାରୁଛ? ଆରେ ସେଠି ନୁହଁ, ଆସ ଆସ ସେଠିକି ଚାଲ ରାଣୀ। ଏଠି ମୋ ପାଖରେ ବସି କୁହ କଣ ହୋଇଛି ତୁମର? ପ୍ରଥମେ ସତ୍ୟ କର, କଥା ମୋର ରଖିବ ତ? କି ଆରେ ଏମିତି କଣ କିଛି କଥା ଅଛି ଯେ ମୁଁ ସତ୍ୟ କରିବି? ଠିକ ଅଛି, ଯଦି ତମେ ସେୟା ଚାହୁଁଛ, ଥରେ ନୁହଁ ମୁଁ ତ୍ରିବାର ସତ୍ୟ କରି କହୁଛି। କଣ ତମେ ଚାହ? ମନେ ଅଛି ତୁମର ସମରାସ୍ତ୍ର ଯୁଦ୍ଧ ବେଳେ ତୁମେ ମତେ ଦୁଇଟି ବର ଦେବା ପାଇଁ ପ୍ରତିଜ୍ଞା କରିଥିଲ। ହଁ, ଆରେ ସେ କଥା ମୁଁ କେମିତି ଭୁଲିବି? ତମ ସେବା ଯତ୍ନରେ ଖୁସି ହୋଇ ସମ୍ରାଟ ଯୁଦ୍ଧ ବେଳେ ମୁଁ ତମକୁ ଦୁଇଟି ବର ଦେବା ପାଇଁ ସତ୍ୟ କରିଥିଲି। ତା ଛଡ଼ା ଅଯୋଧ୍ୟାର ଅତି ଶୁଭ ସମୟ ଉପସ୍ଥିତ। ଆଉ ମୁଁ ସ୍ଥିର କରିଛି ମୋର ପ୍ରିୟ ପୁତ୍ର, ମାନେ ତମର ବି ପ୍ରିୟ ପୁତ୍ର ରାମଚନ୍ଦ୍ର କାଲି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେବ। ଆଉ ଏଇ ଆନନ୍ଦ, ଏଇ ଉଲ୍ଲାସ ବେଳରେ ମୋ ହୃଦୟର ରାଣୀ କୈକେୟୀ ମୋ ଠାରୁ ବର ଚାହୁଁଅଛି। କୁହ କି ବର ତୁମେ ଚାହ? ମୁଁ ଅତି ଆନନ୍ଦ ମନରେ ତୁମକୁ ବର ପ୍ରଦାନ କରିବି। କୁହ ରାଣୀ। ପ୍ରଥମ ବର, କାଲି ସକାଳୁ ରାମଚନ୍ଦ୍ର ଜଟାବଳ ଘେନି 14 ବର୍ଷ ବନବାସ ଯିବ। ଆଉ ଦ୍ୱିତୀୟ ବର, ମୋ ପୁତ୍ର ଭରତ ହେବ ଅଯୋଧ୍ୟାର ରାଜା। କୈକେୟୀ, ତମେ ଜମାରୁ ସେମିତି କୁହନି କୈକେୟୀ। তুমি কোন পাষাণ হয়ে গেল কৈকেয়ী? আরে তোমার রাম যাকে তুমি সোনার থালিরে খুয়াই দৌছিল, যা পাদরে খঞ্চ বুড়িলে তোম হৃদয়ে খঞ্চ বুড়িলা বলে রখুଥିଲା, আଜି সে রামକୁ তুমি বনবাস পঠাই দেব। আরে এতে বড় কঠোর নিষ্পত্তি তুমি নেল কেমিতি? কৈকেয়ী, আরে তুমি কোন পাষাণ ହେଇଗଲ? ବର ଦେବା ପାଇଁ ତୁମେ ପ୍ରତିଜ୍ଞା କରିଛ, ତୁମେ ସତ୍ୟ କରିଛ। ମୁଁ ତୁମ ପାଖରେ ହାତ ଯୋଡ଼ି ମାଗୁଣି କରୁଛି, ମତେ ବର ଦୁଇଟି ଦିଅ। তুমি মতে পরিহাস করুছ কৈকেয়ী? পরিহাস করুছ? না না না, ପ୍ରତିଜ୍ଞା ତୁମେ ପାଳନ କଲେ ବରଂ ମୁଁ ଜାଣିବି ତୁମେ ତୁମର ଆଦରଣୀୟ ସ୍ତ୍ରୀ କୈକେୟୀକୁ ପାଖରେ ବସାଇ ତୁମେ ତାକୁ ପରିହାସ କରୁଛ। ପରିହାସ କରୁଛ না কৈকেয়ী, কিন্তু তুমি ସବୁ କଣ କରୁଛ କୈକେୟୀ? ଏଥିରେ ରଘୁବଂଶ ମୋର ଧ୍ୱଂସ ହେଇଯିବ। ରାମ ଏକୁଳ ଜ୍ୟେଷ୍ଠ ସନ୍ତାନ କୈକେୟୀ, କେଡ଼େ ଉଦାର, କେଡ଼େ ମହାନ ସେ। କିନ୍ତୁ ତମ ପୁଅ ଭରତ ଚାହିଁଲେ ପୁଅ ରାମ, ମୋ ପ୍ରିୟ ପୁତ୍ର ରାମ ତାକୁ ହସି ରାଜ୍ୟ ଦାନ ଦବ। କିନ୍ତୁ ତମେ ତାକୁ ବନବାସ ଦଣ୍ଡ ଦଉଛ କାହିଁକି? ଆରେ କଣ ତାର ଅପରାଧ କୈକେୟୀ? ଶୁଣ, ରାମର ଏମିତି ଗୁଣ କୀର୍ତ୍ତନ କରୁଥିଲେ ଏଇଠାରେ ଏମିତି ଚଉକର ସମିତି ଯିବ, ହେଲେ କିଛି ଲାଭ ହେବ ନାହିଁ।
ମୁଁ ତୁମଠୁ କେବଳ ଗୋଟିଏ କଥା ଶୁଣିବାକୁ ଚାହେଁ, ତୁମେ ତୁମର ସତ୍ୟ ରକ୍ଷା କରିବ କି ନା? ଏତେ ନିଷ୍ଠୁର ଏତେ ନିର୍ଦୟ ନାହିଁ କହିକି ତୁମର ସ୍ୱାମୀକୁ ମୁଁ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି। বিচার কর নাহি হাত যোড়ি মই করুছি মধুরি শুণ কইছি অবিচার কর নাহি সেউছি বাজনা মোহিতে রাজমাতা সেজো হই তোমাতে তুমি শ্রীরাম মস্তকে শুণ কইকে মুকুট দেব ভাই রাম রাজভরতা ভাই ভরত অনুজ দেব শুণ কইকে ত্রুটি হেবে তোই ভাই ତୁମେ କେବଳ ମୋ ପ୍ରଶ୍ନର ଉତ୍ତର ଦିଅ, ହଁ କି ନା? ବାଛି ନେବି। କହିକି हे पवित्र रघुकुल वंशर वंशधर धर्मपरायण राजा दशरथ जाने मु सत्य भ्रष्ट हो मात्र मात्र खाली रात्र पहले मु जो प्राणर राम को मो हृदय राम को अयोध्या सिंहासन अभिषिक्त कराई अरे केमिति केमिति मु मुह खोली कहबी जे अरे तू अयोध्यार राजा नुहे राम तू जटा बरकल बांधी 14 वर्ष वनवास केमिति कहबी जहाँ तुम्हें पारे न से कथा मु कहबी तुम्हें तुम्हें नारी नुह मुझे पिशाच मानो मुझे राक्षसी ना 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 मुझे दुर्बल है भी नहीं सत्य भ्रष्ट है वो धर्म क्षय है वो प्राणर राम ମୋ ନୟନର ରାମ ମୋ ହୃଦୟର ରାମ ମୋ ଆତ୍ମାର ରାମ କେବେ ବନବାସ କରିବନି ସେ କାଲି ପ୍ରଭାତରୁ ଏ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେବ ଆମେ ধর্ম
ସବୁଜ ସକୀର୍ତ୍ତି ଧର୍ମ हुई पापी रानी साधना त्यागी भोगी विकास स्वास्थ्य होई जा रूठे ए मोर देहा हे उपजे कीर्ति नष्ट नयन श्रीरा काली करते ଭଲ କଥା ଏଇ ତ ରାମ ଆସୁଛି ସେଇ କଥା ମୁହଁ ଖୋଲି କହିଦିଅ ଆଘାତ ତ ମତେ ଦେଉଛ କରିକି ସହ୍ୟ କରିପାରୁନି କଣ୍ଠ ରୁଦ୍ଧ ହେଇପାରୁଛି ଅନ୍ତରାତ୍ମା मते डकाइथिल मात ए कौन पितांती नीरव काहींकी ଯେଉଁଥିପାଇଁ ତୋତେ ଡକାଇଛନ୍ତି ସେଇ କଥା ସେ ମୁହଁ ଖୋଲି କହିପାରୁନାହାନ୍ତି ତୁ ଯଦି ମୋ କଥା ମାନିବୁ ତେବେ ମୁଁ ତତେ ସେଇ କଥା କହିବି କୁହ ମାତା କୁହ କଥା ତବ ବହୁଦିନ ତଳେ ତୋ ପିତା ମତେ ଦୁଇଟି ବର ଦେବା ପାଇଁ ପ୍ରତିଜ୍ଞା କରିଥିଲେ ଆଉ ଏବେ ସେ ସତ୍ୟ ଭଗ୍ନ କରୁଛନ୍ତି ନା ନା ମାତା ଏ ହୋଇପାରେ ନା କେଉଁ କାରଣରୁ ସୂର୍ଯ୍ୟବଂଶର ରାଜା କରିବେ ସତ୍ୟ ଭଗ୍ନାଜ କୁହ ମାତ ସେ ବୃତ୍ତାନ୍ତ ଶ୍ରେଣୀ ମୋଗ୍ରତ ହେ କୁହ ମାତ ସେ ବୃତ୍ତାନ୍ତ
দান করিতা তো সম্পদ কিনিবি বরদান করিতা প্রিয় পূর্ব কথা লোভ এলা মাটরে দুর্লভ কুহ মাট সে বৃত্তান্ত দেবে না গলকে দিব মণি মুদে বিতুরিত দেবে না গলকে দিবে মণি মুদে বিতুরিত বিষ্ণু পাদ ধুয়াইলে মতে রাজা ভগীরথ কুহ মাতা সে ভূতান্ত মোহ হে কুহ মাতা সে ভূতান্ত ତେବେ ଶୁଣ ପ୍ରଥମଟି ହେଲା କାଲି ସକାଳେ ତୁ ଜଟା ବକଳ ଘେନି 14 ବର୍ଷ ବନବାସ ଯିବୁ। ଆଉ ଦ୍ୱିତୀୟଟି ହେଲା ମୋ ପୁତ୍ର ଭରତ ହେବ ଅଯୋଧ୍ୟାର ରାଜା। ରାଜା ସତ୍ୟ ଭଗ୍ନ କରିବେ ନାହିଁ ତ ମାତ୍ର ମୁହଁ ଖୋଲି କଥା କହିପାରୁନାହାନ୍ତି। କାହିଁକି କାହିଁକି ମା ଏଥିରେ ମନ ଦୁଃଖ କରିବାର କ'ଣ ଅଛି? ମୋର ମହାଭାଗ୍ୟ ମୁଁ ପିତୃ ସତ୍ୟ ପାଳନ କରିବି। କାଲି ଅଯୋଧ୍ୟା ସିଂହାସନରେ ବସିଥିଲେ ଯେଉଁ ଆନନ୍ଦ ହୋଇଥାନ୍ତା ତାଠୁ ପୁଣି ଶତଗୁଣ ଆନନ୍ଦ ହେବ ମୁଁ ପିତୃ ସତ୍ୟ ପାଳନ କରି 14 ବର୍ଷ ବନବାସ। ହଁ ମାତା ମୁଁ ଏବେ ଭରତକୁ ଆଣିବା ପାଇଁ ରଥ ପଠାଉଛି। ସେଇଟା ତ ଉଚିତ ହେବ ନାହିଁ ବାପ। ତୁ ବନବାସ ନ ଯିବା ପର୍ଯ୍ୟନ୍ତ ଭରତ କଣ କେବେ ସିଂହାସନରେ ବସି ପାରିବ? ତୁମେ ଠିକ କହିଛ ମା। ଏ ରାତ୍ରି ପ୍ରଭାତ ହେବା କ୍ଷଣି ମୁଁ ବନବାସକୁ ଯିବି ମା, ମୁଁ ବନବାସକୁ ଯିବି। ପିତା ରାମରେ ପିତା ରାମ ଆପଣ ନିଶ୍ଚିନ୍ତ ରୁହନ୍ତୁ ପିତା। ମୁଁ ଆପଣଙ୍କ ପାଦ ଛୁଇଁ ଶପଥ କରୁଛି ନାଇଁ ରାମ ମୁଁ ପିତୃ ସତ୍ୟ ପାଳନ କରିବି। କାଲି ଅଯୋଧ୍ୟା ସିଂହାସନରେ ବସିଥିଲେ ଯେଉଁ ଆନନ୍ଦ ହୋଇଥାନ୍ତା ତାଠୁ ପୁଣି ଶତଗୁଣ ଆନନ୍ଦ ହେବ ମୁଁ ପିତୃ ସତ୍ୟ ପାଳନ କରି ବାବୁ ରାମଚନ୍ଦ୍ର ତମର ପ୍ରକୃଷ୍ଟ ବାଳ କଥାର ପ୍ରତ୍ୟୟ କରି ମତେ ନାରୀ ମାଗୁଛ ରାକ୍ଷସୁଣୀ ପିତା ଶୁଣି ମୋ ଠାରୁ କପଟ କରି ବର ମାରିଲେ। ମୁଁ ଜାଣେ ମୁଁ ଯାହା ସତ୍ୟ କରିଛି ତା ଭଗ୍ନ କରି ମୋର ପ୍ରତିକାର କରିବି, କିନ୍ତୁ ମୁଁ ତତେ ବନକୁ ପଠେଇ ପାରିନି ରାମ, କେବେ ବି ନୁହଁ।
ପିତା ସତ୍ୟ କରି ହେଲେ ସତ୍ୟ ଭ୍ରଷ୍ଟ ସେ କୀର୍ତ୍ତି ସବୁ ଅକୀର୍ତ୍ତିରେ ବଳିଯିବ ସୂର୍ଯ୍ୟ ବଂଶର ସତ୍ୟବନ୍ତ ପୁରୁଷ ଆପଣ ସତ୍ୟ ଭଗ୍ନ କଲେ ସାଧାରଣରେ କି ପରିସ୍ଥିତି ଉପୁଜିବ ମତେ ବିଦାୟ ଦିଅନ୍ତୁ ପିତା ରାମ ବିଦାୟ ମାମାନଙ୍କର ଆଶୀର୍ବାଦ ଚଲାପଥରେ ସହାୟ ହେବ ମତେ ବିଦାୟ ଦିଅନ୍ତୁ ପିତା ମତେ ଛାଡ଼ି ଯାହାଯିବେ ରାମ ମୋ ପ୍ରାଣ ନେଇଯାଏ ତୋତେ ଛାଡ଼ି ବଞ୍ଚି ନାଇଁ ମାତା ନା ନା ମାତା ତୁ କାହିଁକି ଦଣ୍ଡ ଭୋଗିବୁ ତୋ ବାହୁ ବଳରେ ତୁ ଅଧିକାଂଶ ଅଧିକାର କର ତୁମ ମୁହଁରେ ଏକଥା ଶୋଭା ପାଏ ନା ପିତୃ ସତ୍ୟ ଲଙ୍ଘନ କରି ସାମାନ୍ୟ ବିଭବକୁ ଆଶା ପୋଷଣ କରି ଶାନ୍ତିପୁର ଅଶାନ୍ତିର ଲେଲିଆନ ଅଗ୍ନିରେ ଜାଳି ସୂର୍ଯ୍ୟବଂଶକୁ ଦଗ୍ଧୀଭୂତ କରିବା କ'ଣ ପୁତ୍ରର କର୍ତ୍ତବ୍ୟ ମା ଜାଣିକିରେ ବନବାସ ଜୀବନରେ କେତେ ଦୁଃଖ କଷ୍ଟ ତୁ ନ ଭୋଗିବୁ ଯିବ ଯିବା ପୂର୍ବରୁ ଆମର ପ୍ରାଣ ନେଇଥାଏ ରାମ ତଳେ କଲେ ହୋଇ ପୁତ୍ରର ସୁଖରେ କଣ୍ଟା ଚାଇଗଲେ ତୁ ଦେଖି ବିଚାର ସିମ୍ବୁଙ୍କର ପୁଅକୁ ପେସିନ କାନୁନ ଝର୍ଚ୍ଚ କରି ଜନନୀ କି କେବେ ତାକୁ ନା ମନ ছাড়ি অযোধ্যা ভুবন নজরা মরে মো পথল গলে মনস্থে পাইব রামচন্দ্রে বহু কৌশল
ମା ଦୁଃଖ କଷ୍ଟ କିଛି ମତେ ସ୍ପର୍ଶ କରିବ ନାହିଁ। ଚାହୁଁ ଚାହୁଁ 14 ବର୍ଷ ପୁରିଯିବ। ମୁଁ ଭରତକୁ ତୁମମାନଙ୍କ କୋଳରେ ଛାଡ଼ି ଦେଇ ଯାଉଛି ମା। ଏ 14 ବର୍ଷ ସେ ତୁମମାନଙ୍କର ପୁତ୍ର ରାମଚନ୍ଦ୍ର। କଣ କହୁଛ ଆପଣ? ଭାଇ ତୁମେ ଏସବୁ ଶୁଣି ମନରେ ରହିପାରୁଛ କିପରି? କିନ୍ତୁ ଶୁଣିବା ବେଳୁ ଧୈର୍ଯ୍ୟଚ୍ୟୁତ ସର୍ବକା ମୋର ନବିଚାରି କିଛି ହେ ଅଗ୍ରଜ, ସିଂହାସନ ଅଭିଷିକ୍ତ ହୁଅନ୍ତୁ ଆପଣ। ଦେଖିବି ସାକ୍ଷାତ ପ୍ରତିବନ୍ଧକତାର ପ୍ରଶ୍ନ ନେଇ କି ହବ ଅଗ୍ରସର। ମହର ହୋଇବେ ଗଛ, ଏବେ ମୃତ୍ୟୁପଥ ହେବା ଶେଷ କର। ରଘୁବଂଶ ସିଂହାସନ ମହିଳା ଭାଇତ ସକଳ ଜୀବ କୈଳ କଳ୍ପନା ଶ୍ରେଷ୍ଠ ଧୌମ ହେବ ସିଂହାସନ ପ୍ରାପ୍ତି। ନା 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 ଧରା ବକ୍ଷି ଛିନ୍ନ ବିଛିନ୍ନ ମୁଁ କରିବି ଭରତ। ଶାନ୍ତ ହୁଅ ଲକ୍ଷ୍ମଣ। ଶାସ୍ତ୍ରର ପ୍ରମାଣାବଳୀ ହେଲେ ଅଗ୍ରସର, ପରିଶେଷେ ମହାପାପ ହେବେ ନିଷ୍ପେଷିତ। ଭାଇ ଭାଇ ପାଶେ ଦେବେ କରେ ଅହଙ୍କାର, ଧ୍ୱଂସପଦେ ପଥିକତା ଶାସ୍ତ୍ରର ପ୍ରମାଣ। ସେସବୁକୁ ପରିତ୍ୟାଗ କରେ ଲକ୍ଷ୍ମଣ, ହସି ହସି ଦିଅରେ ବିଦାୟ। 14 ବର୍ଷ କଟାଇ ବନରେ ଫେରି ଆସିବୁ ତୁମରି କୋଳକୁ। ତେବେ ଭାଇ ଶୁଣ ଭାଇ ମିନତି ମୋର, ଲୋଡ଼ା ନାହିଁ ମତେ ଏ ରାଜ୍ୟ ବିଭୋଗ। କିଛି ନାହିଁ ତୁମ ବିନା ଐଶ୍ୱର୍ଯ୍ୟ ବାସନା। ତୁମ ସାଥେ ରହି 14 ବର୍ଷ ବନେ ପୂର୍ଣ୍ଣ ହେଲେ ପିତୃ ସତ୍ୟ ଆସିବି ସମ୍ବାଦେ। ତା ନହେଲେ ପାଦ ଧରି କରୁଛି ଶପଥ। ପ୍ରାଣ ହତ୍ୟା ହବ ମୋର ଶେଷ ମନ ଭାଇ, ପ୍ରାଣ ହତ୍ୟା ହବ ମୋର ଶେଷ ମନ। ଜାଣେରେ ଲକ୍ଷ୍ମଣ, ରାମ ପାଇଁ ତୋ ଜୀବନ ସର୍ବଦା ଜାଗ୍ରତ। କାୟା ବିନା ଛାୟା ଅଟେ ନିରଥକ୍ୟ ତୁଲ୍ୟ। ତେଣୁ ଯିବାମ୍ବେ ସତ୍ୟମାନି 14 ବର୍ଷ ପାଇଁ। ତତେ ଘେନି ସଙ୍ଗେ ବନବାସ, ଦୁଃଖ ମନୁ କରିବି ବର୍ଜନ। ହେ ଜନନୀ ଦିଅ ଆଶିଷ, 14 ବର୍ଷ କଟାଇ ବନରେ ଫେରି ଆସିବି ତୁମରି କୋଳକୁ। ପ୍ରଭୁ ନଜାଣନି ତୁମେ ମୋର ଅନ୍ତରର କଥା। ଯଦି ସ୍ୱାମୀଙ୍କର ଅରଣ୍ୟରେ ବାସ, ତେବେ କି ବଞ୍ଚିବ ସୀତା ଏ ରାଜପ୍ରସାଦ। କେବଳ ଯଦି ପୂର୍ବେ ସୂର୍ଯ୍ୟ ପଶ୍ଚିମ ଉଦୟ, ତଥାପି ସୀତା କେବେ ନ ରହିବ। ତେବେ ତୁମେ ବି ଜାଣ କି ପିତୃ ସତ୍ୟର ପୁରାଦ ହୋଇ ପୂର୍ଣ୍ଣ ଆହୁତିରେ ଭାଗ ନେବ। ଲକ୍ଷ୍ମଣୀ ମୋର ପଥରେ ପଥିକ ସାଜି ଏ ଅଯୋଧ୍ୟାର ଅତୁଲ୍ୟ ବିଭବକୁ ଜଳାଞ୍ଜଳି ଦେଇ ହୋଇଛୁ ଉଦ୍ୟତ। ତେବେ ଜନନୀ ଥା ତୁମେ ରାଜପ୍ରସାଦରେ, 14 ବର୍ଷ କଟାଇ ବନରେ ଫେରି ଆସିବି ମୁଁ ତୁମରି ଗ୍ରହଣେ। ଆମ୍ବ ବତାଟିଏ ମାତର କଣ କଲା ସେ କୈକେୟୀ, କେତେ ଦିନେ ପାଞ୍ଚିଥିଲା ମନେ ସର୍ବନାଶ କରିବାର ପାଇଁ। ଏତେ ଦିନେ ପୂର୍ଣ୍ଣ ହେଲା ମନସ୍କାମ ତାର। ଧନ୍ୟ ତୁମର ବୁଦ୍ଧି କୈକେୟୀ, ଧନ୍ୟ ତୁମର ବୁଦ୍ଧି। ପରେ ବଜ୍ରର ଆଘାତ ଯାହାକୁ ନିଦ୍ରା ନେବା ପାଇଁ ହଂସରେ ତେଜରେ ସେ ବଞ୍ଚିବେ କଣ୍ଟକ ଅରଣ୍ୟ। ତୁମକୁ କୈକେୟୀ ଶତାଧିକ ଦିବସ ଛୁରୀ ବିଦ୍ଧ କରି ଆମ୍ବରୀ ଗଳାରେ ତୁମେ ତୁମ ପୁତ୍ରଙ୍କର ମଙ୍ଗଳ କାମନା। ରାମ ନୁହେଁ କି ତୁମର ବୈମାତ୍ର ଦେଶ ଅଗ୍ନି ବିଛାଇ ଦେବ ଶାନ୍ତିମୟୀ ଅଯୋଧ୍ୟା ପ୍ରାସାଦେ। ତୁମେ ମାନେ ମତେ ଏ ଦୋଷ ଦେଉଛ କାହିଁକି? ପୁତ୍ର ମାନେ ରାତ ହେବା ପୂର୍ବରୁ ରାଜା ମତେ 2ଟି ବର ଦେଇଥିଲେ। ଆଉ ଏବେ ତୁମ ମାନଙ୍କର ଏତେ କଥା ତୁମେ ତୁମର ରାମଚନ୍ଦ୍ରକୁ ନେଇ ରାଜା, ମୁଁ ଭରତକୁ ନେଇ ବନବାସ ଯାଉଛି। ନାଇଁ ମାତା,
ତୁମେ ଅନ୍ୟ କିଛି ଭାବ ନାହିଁ। ମୁଁ ଏବେ ବନବାସକୁ ବାହାରିଲି। ବିଦାୟ ଦିଅ ଗୋ ଜନନୀ। ଆ ଭାଇ ଲକ୍ଷ୍ମଣ, ଆସ ସୀତେ। ଯାଅ ରେ ବାବୁ। 14 ବର୍ଷ ତଳେ ତମେ ସବୁ ଭଲରେ ଭଲରେ ଫେରି ଆସ। ଯଦି ଏତେ କାଳ ବଞ୍ଚିଥିବି ତୁମ ମାନଙ୍କୁ ଯଦି ଜୀବନ ମୁଁ କରିବି ସାର୍ଥକ। ଯା ଶ୍ରୀରାମ। ଜୟ ଲକ୍ଷ୍ମଣ। ଗଞ୍ଜବରଣରେ ଭାଇ ଭାଉଜଙ୍କ ସେବାରେ ଅବହେଳାର ପାତ୍ର ହେବୁ ନାହିଁ। ପାଟ ମହାଦେବୀ, ତୁମର ଏସବୁ କି ପାଲ ଲାଗିଛି? ଭାବିଛ କି ପୁତ୍ର ପୁତ୍ରବଧୂକୁ ଧରି କାନ୍ଦି କାନ୍ଦି ରାତିଟା ଏଇଠି ସାରିଦେବ? ରାମ ଆଉ ବନକୁ ଯିବ ନାହିଁ। ଯଦି ଏକଥା ଭାବିଛ ମୁହଁ ଖୋଲି କହିଦିଅ। ଆଇ ମାତା, ମୁଁ ଏବେ ବାହାରିଲି। ବିଦାୟ ଦିଅ ହେ ଜନନୀ। ଆସ ସୀତେ, ଆସ ରେ ଲକ୍ଷ୍ମଣ। ଶୁଣ ରାମ, ଆଦେଶ କରନ୍ତୁ ମାତା। ଏଇ ଯେତେ ସବୁ ରାଜଭୂଷଣ ଅଳଙ୍କାର ମାନ ପିନ୍ଧିଛୁ ସେସବୁ କଣ ବନକୁ ନେବାର ଇଚ୍ଛା କରିଛୁ କି? ଆଇ ମାତା। ତେବେ ମଥାରେ ମୁକୁଟ ପିଟାଇ ଏହିଠାରେ ରଖ। ଆଜ୍ଞା ପାଳନ କଲି ମାତା। ପାଟ ବସ୍ତ୍ର ଛାଡି ସେଠି ଯୋଉ କଷାସ୍ତ୍ର ଅଛି ତାହା ପରିଧାନ କର, ଉତ୍ତରୀ ରଖିଦେ। Thank you.
ଦେଲି ମାତା ସବୁ ଅଳଙ୍କାର ମାନ କାଢିଦେଲି। ଆଉ କିଛି ବନକୁ ନେବାର ଇଚ୍ଛା କରିଛୁ କି? ନାଇଁ ମାତା ମୁଁ ଆଉ କିଛି ନେବି ନାହିଁ। ପିତା ତାଙ୍କୁ ଆଉ କାହିଁ ଡାକୁଛୁ ରାମ? କିଏ କଣ କହୁଛି? କିଏ ଆଜି କଣ କହୁଛି? ମହାଦେବୀ ରାମଚନ୍ଦ୍ର ଲକ୍ଷ୍ମଣ ସୀତା ସୁମିତ୍ରା ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି। ହେଲେ ବେଳ ଗଡି ଯାଉଛି, ରାମଚନ୍ଦ୍ର ବନକୁ ଯିବାର ନାଁ ଧରୁନାହାନ୍ତି। ତୁ ଏଠି କାହିଁକି ଅଛୁ? ତୁରା ନାରୀ ନୁହଁ, ଗୋଟେ ପିଶାଚି। ନା ନୁହଁ, ଗୋଟେ ରାକ୍ଷସୀ। ମୁଁ କିଛି ଶୁଣିବି ନାହିଁ। ଖାଲି ପ୍ରଭାତରୁ ମୋ ରାମକୁ ମୁଁ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ କରାଇବି। ନିଶ୍ଚୟ ତାକୁ ଅଭିଷିକ୍ତ କରାଇବି, ଅଭିଷିକ୍ତ କରାଇବି। মামরি গুণ ভ্রুদুর করা এ অছি মামরি গুণ ভ্রুদুর করা সংখ্যা নলে নেই তার ছেদরে আজির আরো রে মন্দ রে আরো রে মন্দ রে আর ধীরে ধীরে মন্দ রে ସ୍ୱାମୀ ଆପଣ କଣ ମତେ ବର ଦେଇ ନଥିଲେ କି? ନା 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 ନା, ମୁଁ କିଛି ଶୁଣିବି ନାହିଁ, ମୁଁ କିଛି ମାନିବି ନାହିଁ। ମୁଁ କାଲି ପ୍ରଭାତରୁ ମୋ ରାମକୁ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ କରାଇବି। ବନକୁ ପଠେଇବା। ଏଇଟି ମୋ ମାଲୋ ରାଜା ପୁଣି ଅଚେତ ହୋଇ ପଡ଼ିଲେଣି। रे बाबू रामचंद्र, तू बनवास जा कि न जा, हेले मो पुर छाड़ी एठू समस्ते जाओ। ନାଇଁ ମାତା ମୁଁ ଏବେ ବନବାସକୁ ବାହାରିଲି। ପିତା ଆପଣଙ୍କ ପାଦ ତଳେ ପ୍ରଣାମ କରି ନେଉଛି ବିଦାୟ। ଆସ ସୀତେ, ଆସରେ ଲକ୍ଷ୍ମଣ। বিধির বিধান কে করিব মানা? বিধির বিধান কে করিব মানা? চালি জীবে বনা পিতৃ সত্য পাইরাম চালি জীবে বনা বিধির বিধান কে করিব
Thank you.